ଭାଇନା ନାଁଟା କୁହନ୍ତୁ। ତାପଚନ ସୁନାଉତି। ଆଜ୍ଞା ଗାଁଟା କେଉଁ ଏରିଆ? ଗାଁଟା ଗୋଲପୁର। ଆଜ୍ଞା ଜିଲ୍ଲା? ଜିଲ୍ଲା ତ ପୁରୀ ଜିଲ୍ଲା ଆଉ। ଆପଣ ଆପସା କେବେ ୟୁଜ୍ କଲେ ଆଉ ଆପସା ପୂର୍ବରୁ ଆପଣଙ୍କର ଗଛର କଣ୍ଡିସନ୍ କ'ଣ ଥିଲା, ଏବେ କ'ଣ ହେଇଛି? ଆପସା ଏଇ 10-15 ଦିନ ୟୁଜ୍ ହେବା, କିନ୍ତୁ କାମ ଭଲ ଦେଉଛି। ଆପସାର ଅଗ ବି ଭଲ ଚାଲୁଛି, ସବୁ ଭଲ ଅଛି ଆଉ। ପାନ ବି ଭଲ ଚଉରା ଅଛି ଆଉ। ପାନ ବି ନିଜେ ଦେଖିକି ଜାଣିପାରିବେ ଆଉ। ଆଜ୍ଞା ଆଜ୍ଞା। ଆଚ୍ଛା ଯେଉଁ ହଳଦିଆ ଫଳଦିଆ କିଛି ରୋଗ ମୁଁ ଦେଖିଛି ପାନ ବର୍ଜ୍ୟରେ ହୁଏ। ନା ରୋଗ, ଆର ରୋଗ କିଛି ନାହିଁ। ଆ ପତ୍ର ପୁରା ପେନ୍ ରହୁଛି। ୟାକୁ ପକାଇବା ଦ୍ୱାରା କୌଣସି ରୋଗ ପାଇଁ ଔଷଧ ନ ପକେଇବି ବିନା ଇଏରେ ଔଷଧରେ ଆପଣଙ୍କର ପାନ ପୁରା ପ୍ଲେନ୍ ଆସୁଛି। ହଁ ହଁ ଆଜ୍ଞା ଆଜ୍ଞା। ହଁ ଟିକେ କେମିତି କ'ଣ, ଆମେ ତ ଚାଷରେ ସେତେ ଏକ୍ସପିରିଏନ୍ସ ନାହିଁ ବର୍ଜ୍ୟ ବିଷୟରେ, ଆପଣଙ୍କୁ କ'ଣ ଏକ୍ସପିରିଏନ୍ସ? ମୁଁ ଏଠି ପାନ ବର୍ଜ୍ୟ ଦେଖୁଛି, କ'ଣ ୟାର ଟିକେ କୁହନ୍ତୁ ଆଜ୍ଞା, ହାତ ଲଗେଇ। ଟିକେ ଭଲ ଅଛି, ପତ୍ର ପେନ୍ ରହୁଛି, ପତ୍ର ବି ଚଉଡ଼ା ହେଉଛି। ଆଜ୍ଞା ଆଜ୍ଞା। ଯେଉଁ ପତ୍ର ଦେଖ ଭାଇ, ପତ୍ର ଚଉଡ଼ା ସବୁ ଠିକ୍ ଅଛି ଆପସାରେ। ଆଜ୍ଞା ଆଜ୍ଞା। ବଢ଼ିଆ ମାନେ କାମ ବି ଭଲ ଦେଉଛି। ଆଜ୍ଞା ନିଜେ ବି ଦେଖିକି ଜାଣିପାରିବେ। ପାନ ବି ଦେଖ, ଯେଉଁ ପାନ ଦେଖ ସବୁ ଜାଗାରେ କାମ ଭଲ ଅଛି। ଆଜ୍ଞା ଆଜ୍ଞା। ଅଗ ବି ନିଜେ ଦେଖ, ସବୁ ଜାଗା ହବ।